जय जवान जय किसान ଏହି ଉକ୍ତିଟିକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ନିଜ ଜମିରେ ବିଭିନ୍ନ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଯୋଗାଉଛନ୍ତି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ହରିପୁର ଗ୍ରାମର ମନମୋହନ ସ୍ୱାଇଁ 2003ରେ ଚାକିରିରୁ ଅବସର ନେବା ପରେ ଗାଁର କିଛି ଲୋକଙ୍କୁ ରୋଜଗାର ଦେବାକୁ ମନ ବଳାଇଲେ। ନିଜର 6 ଏକର ଜମିରେ ପନିପରିବା ସହ ନଡ଼ିଆ, କଦଳୀ, ମାଛ, କୁକୁଡ଼ା ଆଦି ଚାଷ କରି ଲାଭ ଉଠାଇ ପାରୁଛନ୍ତି। 10ରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇଛନ୍ତି ମନମୋହନ। ଆଜିର ଯୁବ ସମାଜ ଚାକିରି ପଛରେ ନ ଗୋଡ଼େଇ ସରକାରଙ୍କ କୃଷି ଯୋଜନାର ଲାଭ ଉଠାଇ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଛନ୍ତି ମନମୋହନ। ବାଡ଼ିରେ ବାଇଗଣ ଗଛ ଆଉ ଇଏ ନଡ଼ିଆ ଗଛ ଏ ବାଡ଼ି ଦାରେ ଘାସ ସଫା କରୁଛି। ସେ କାମ ତ ଆଉ କ'ଣ ଗରିବ ଲୋକ ପାଇଁ ଏଠି କରୁଛି। ସୁଧ ଯୋଉ ରକମ ରେଟ୍ ହେଇଛି ଆଉ ଖାଇବା ପାଇଁ ଘରେ ଅଛି। ସୁଧ ସେମିତି ପଇସା କ'ଣ ଲଗେଇଛି ନା ଚାଷ କରୁଛି ପାଇଁ କଟିଛି। ଏଇ ବାଡ଼ିରେ କାମ କରୁଛି। ମୁଁ ରିଟାୟାର୍ଡ ହେଲା ପରେ ଦେଖିଲି ମୋ ପାଖରେ ବାପା ଦେଇଛନ୍ତି 6-7 ଏକର ଜମି ଗୋଟିଏ ଜାଗାରେ। ତେଣୁ ଚିନ୍ତା କଲି ଏ ଜାଗା ଉପରେ ମୁଁ ଆଉ ଆରାମସେ ମୁଁ ଚଳିପାରିବି। ଆଉ ସିକ୍ୟୁରିଟି କାହିଁକି ଯିବି। ମୁଁ ଦେଖିଲି ଯେ ଆଉ ମାଛ ଚାଷରେ ବି ପଇସା ମିଳୁଛି, ଗଭର୍ଣ୍ଣମେଣ୍ଟ ସପୋର୍ଟ ମିଳୁଛି, କୁକୁଡ଼ା ଚାଷରେ ବି ମିଳୁଛି। ଆଉ ମୁଁ ଦେଖିକି ନଡ଼ିଆ ଗଛରେ ବି ମିଳୁଛି, ପପେୟା ଗଛରେ ବି ମିଳୁଛି, ଲଙ୍କା ଗଛରେ ବି ମିଳୁଛି, ବିଲାତି ଗଛରେ ବି ମିଳୁଛି, ସବୁଟାରେ ମିଳୁଛି। ଗଭର୍ଣ୍ଣମେଣ୍ଟ ସପୋର୍ଟରେ ମୁଁ କଦଳୀ ଚାଷ କଲି, ନଡ଼ିଆ ଚାଷ କଲି, 4ଟା ମାଛ ପୋଖରୀ କଲି, କୁକୁଡ଼ା ଫାର୍ମ 2ଟା କଲି, ଆଉ ଗୋଟେ 4000 କରିଛି, ଗୋଟେ 1000 ଲେୟାର ଫାର୍ମ କରିଛି। ସବୁଠାରୁ ବ୍ୟାକ୍ ସପୋର୍ଟ ଗଭର୍ଣ୍ଣମେଣ୍ଟ ପାଇଛି। ସବୁ ସକ୍ସେସ୍ କରିଛି। ଏଇ ଲୋକମାନେ କାମ କରୁଛନ୍ତି, ରାତି ପାଇଲେ 8-10 ଜଣ ଲୋକ କାମ କରୁଛନ୍ତି। ଏଇଟାକୁ ସିଏ ନେଲା ପରେ ଯାହା ବଳୁଛି, ଯାହା ବଞ୍ଚିଥିବ ସେତିକିରେ ମୁଁ ଏଠି ଦେଖାଯାଉ କରୁଛି ଆଉ ବହୁତ ଅଛି ତ ଆସିଛି ଘରୁ ମାନେ ଆଉ ଯିବାର ନାହିଁ। ଏଇଠି ଜୀବନ ଯିବ ଏଇ ଉଦ୍ଦେଶ୍ୟରେ ରହିଛି ଆଉ ଏଠି ବହୁତ ଭଲ ଲାଗୁଛି। ମୋ ଖାଇବା ପିଇବା ଭଲ ବ୍ୟବସ୍ଥା କରୁଛି। ବାଲେଶ୍ୱର ଜିଲ୍ଲା ଉଷ୍ଠପଡ଼ା ଗ୍ରାମର ମନମୋହନ ସ୍ୱାଇଁ, ଯିଏ ଦେଶ ପାଇଁ ଲଢ଼ୁଥିଲେ, ଯବାନ ଛାଡ଼ିଥିଲେ, ସେ ଆଜି ଯବାନରୁ ପାଳିଛନ୍ତି କିଷାନ। ଏହି ତାଙ୍କ ଉଷ୍ଠପଡ଼ା ଗ୍ରାମରେ ଅବସର ପରେ ବିଭିନ୍ନ ପ୍ରକାର ପନିପରିବା ଚାଷ ସହିତ ମାଛ ଚାଷ, କୁକୁଡ଼ା ଚାଷ କରି ତାଙ୍କର ଅବସର ଜୀବନ ଭଲରେ କରୁଥିବା ବେଳେ କିଛି ଲୋକଙ୍କୁ ଦେଇଛନ୍ତି ପେଟକୁ ଦାନା। ସେ ଆଗାମୀ ଦିନରେ ଯୁବ ସମାଜକୁ ଚାକିରି ପଛରେ ନ ଗୋଡ଼ାଇ ସରକାରଙ୍କ ବିଭିନ୍ନ ଯୋଜନାରେ ଫାଇଦା ନେବା ପାଇଁ ପରାମର୍ଶ ଦେଇଛନ୍ତି। ସୁରରୁ ପଳାଶ ଚନ୍ଦ୍ର ଦାସ, କଳିଙ୍ଗଟି।